ଏ ଯେଉଁ ଭଳି ଶୀତ ହେଉଛି ମନ ହେଉଛି କିଛି ଟେଷ୍ଟି ଆଉ ଚଟପଟା କରି ଖାଇବା ପାଇଁ। ଆଜି ମୋ ଭିଡ଼ିଓରେ ଆପଣମାନେ ଏମିତି ଗୋଟେ ରେସିପି ପାଉଛନ୍ତି ଯେଉଁଟା ଆପଣମାନେ କେବେ ବି ବନେଇ ନଥିବେ। ଆଉ ମୋ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖିଲେ ଆପଣମାନେ ନିଶ୍ଚିନ୍ତ ତ ବନେଇବା ପାଇଁ ଚେଷ୍ଟା କରିବେ। ସତରେ ବହୁତ ଟେଷ୍ଟି ରେସିପି ଆଉ ଚଟପଟା ରେସିପି। ଆପଣମାନେ ଥରେ ବନେଇଲେ ବାରମ୍ବାର ବନେଇକି ଖାଇବା ପାଇଁ ଇଚ୍ଛା ହେବ। ଆଉ ସବୁବେଳେ ନୂଆ କିଛି ବନେଇବା ପାଇଁ ଇଚ୍ଛା ହେଇଥାଏ। ତେବେ ଚାଲନ୍ତୁ ଭିଡ଼ିଓଟି ମୋର ଷ୍ଟାର୍ଟ କରିବା। ଏଠି ମଟରକୁ ମୁଁ ଚପ୍ କରି ନେଇଯାଇଛି। ଆପଣଙ୍କ ପାଖରେ ଯାହା ବି ପରିବା ଥିବ ସବୁ ନେଇପାରିବେ। ତାପରେ ମୁଁ ଏଠି ଚୋପା ଲଗା ମୁଗ ନେଇଯାଇଛି। ମୁଁ ମୁଗକୁ ଆଗରୁ ପାଣିରେ ଭିଜେଇକି ରଖିଥିଲି। ମୁଁ ଗୋଟେ ରେସିପି କରିବା ପାଇଁ ମୁଗ ଭିଜେଇଥିଲି, କିନ୍ତୁ ଆଉ ଗୋଟେ ରେସିପି କରିଥିଲି। ଆଉ ସତରେ ରେସିପିଟା ମଧ୍ୟ ବହୁତ ଟେଷ୍ଟି ହେଇଥିଲା। ଏଠି ମୁଁ ଅଳ୍ପ ତାକୁ ଦରଦରା କରିଛି, ଆଉ ଗୋଟେ ଚିକଣ କରି ବାଟି ଦେଇଛି। ତାପରେ ମଟରକୁ ମଧ୍ୟ ମୁଁ ଏମିତି ଚପ୍ କରିକି ଦେଇ ଦେଉଛି। ଯାହା ବି କିଛି ଆପଣଙ୍କ ପାଖରେ ପରିବା ଥିବ ଆପଣମାନେ ନେଇପାରିବେ। ଆଉ ଗୋଟେ ଆଳୁକୁ ମୁଁ ଏଠି ଚପ୍ କରିକି ନେଇଯାଇଛି। ଏ ଶୀତୁଆ ପାଗକୁ ସବୁବେଳେ ଇଚ୍ଛା ହେଉଛି କିଛି ଗୋଟେ ଟେଷ୍ଟି ଖାଇବା ପାଇଁ। ସତରେ ଏମିତି ବନେଇକିରି ଖାଆନ୍ତୁ, ଆଉ କମ୍ ସମୟ ଭିତରେ ମଧ୍ୟ ଏ ଖାଇବାଟା ବନେଇକି ଖାଇପାରିବେ। ଏଠି ମୁଁ ପିଆଜ ଦେଇ ଦେଉଛି। ତାପରେ ରସୁଣ, ଅଦା, କଞ୍ଚା ଲଙ୍କାକୁ ଛେଚି ଦେଇଛି ମୁଁ। ସ୍ୱାଦ ଅନୁସାରେ ଲୁଣ। ତାପରେ ଅଳ୍ପ ଜୁଆଣିକି ମୁଁ ହାତରେ ଟିକେ କ୍ରସ୍ କରିକି ପକାଇ ଦେଉଛି। ଏଠି ମୁଗ ସହିତ ଆପଣମାନେ ବୁଟ ଡାଲି ମଧ୍ୟ ପାଣିରେ ଭିଜେଇକି ୟାକୁ ଯେମିତି ମୁଁ ବାଟିଥିଲି ସେମିତି ଦରଦରା ବାଟିକିରି ନେଇପାରିବେ। ଯେହେତୁ ମୁଁ ମୁଗକୁ ଗୋଟେ ଅଲଗା ରେସିପି କରିବି ବୋଲି ମୁଁ ପକାଇଥିଲି, ଯେହେତୁ ସେ ରେସିପିଟା ହେଲାନି, ତାକୁ ମୁଁ ଏଇଭଳି ଗୋଟେ କରିବି ବୋଲି ନୂଆ କିଛି କରିବି ବୋଲି କରିଦେଲି। ଆଉ କରୁ କରୁ ଏ ରେସିପିଟା ସତରେ ବହୁତ ଟେଷ୍ଟି ହେଇଥିଲା। ଆଉ ମୁଁ 2 ଚାମଚ ଦେଇ ଦେଉଛି ବେସନ। ଏଇସବୁକୁ ନେଇ ଆମେ ବନେଇଦେବା ଗୋଟେ ନୂଆ ରେସିପି। ଆପଣମାନେ ଥରେ ବନେଇକିରି ଖାଆନ୍ତୁ, ସତରେ ବହୁତ ଟେଷ୍ଟି ଲାଗିବ। ଆଉ ଇଚ୍ଛା ହେବ ଖାଲି ବେସନରେ ପକୁଡ଼ି ଅପେକ୍ଷା ଏ ରେସିପିଟା ବହୁତ ଟେଷ୍ଟି। ଏମିତି ଛୋଟ ଛୋଟ ଆପଣମାନେ ବଡ଼ ଚାହିଁଲେ ବଡ଼ କରିପାରିବେ, ଛୋଟ ଚାହିଁଲେ ଛୋଟ କରିପାରିବେ। କିନ୍ତୁ ଛୋଟଟା ମୋ ମତରେ ଭଲ। ଛୋଟଟା ବହୁତ ଭଲ ଲାଗିଥାଏ ଆଉ କମ୍ ସମୟ ଭିତରେ ହେଇଯାଇଥାଏ। ବାହାରୁ ଏତେ କ୍ରିସ୍ପି ଆଉ ଭିତରୁ ବହୁତ ସଫ୍ଟ। ପାଟିକି ବହୁତ ଟେଷ୍ଟି। ଆପଣମାନେ ଏମିତି ଟେଷ୍ଟି ବନେଇକିରି ଖାଆନ୍ତୁ, ଆଉ ଶୀତ ଦିନରେ ମଜା ନିଅନ୍ତୁ। ମୁଁ ତ ସବୁଥିରେ ମଟର ପକାଇ ଦେଉଛି, କାହିଁକିନା ଶୀତ ଦିନ ଯେହେତୁ ଆସିଛି, ମଟରର ସିଜିନ୍, ମୁଁ ମଟର ସବୁଥିରେ ପକାଇ ଦେଉଛି। ରେଡ଼ି ହେଇଗଲା ଆମର ଚା ସହିତ ମୁଗ ପକୁଡ଼ି। ଭିଡ଼ିଓଟି ମୋର ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୋ ଭିଡ଼ିଓଟି କିପରି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ଭଲ ଲାଗିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିବେ। ଏମିତିକା ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ। ରହୁଛି, ନମସ୍କାର।